ବର୍ତ୍ତମାନ ମୁଁ ଆସିଛି ଆମ୍ରପଲ୍ଲୀ। କାହିଁ ଜାଣିଛନ୍ତି? ମୁଁ ଯୋଉ ଡ୍ରାମା କଲେଜ ପାଠ ପଢୁଥିଲି ମାନେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ସେଇଠି 83 ମସିହା ବ୍ୟାଚର ମୋ ସବୁ ବ୍ୟାଚମେଟ୍ ଏଠିକି ଆସୁଛନ୍ତି। ବଡ ଦୁଃଖର କଥା କହୁଛି, ଗୋଟେ ସାଙ୍ଗ ଆସିପାରିନି, ସେ ସ୍ୱର୍ଗବାସୀ ହେଇଛନ୍ତି। ତା ନାଁ ହଉଛି ସୁମନ୍ତ ଦେ। ସେ ଗୋଟେ ଫିଲ୍ମର ପ୍ରଡ୍ୟୁସର ଥିଲା, 2ଟା ଫିଲ୍ମ ଫିଲ୍ କରିଛି। ଆଉ ଗୋଟେ ସାଙ୍ଗ ପ୍ରେମଚାନ୍ଦ ବୋଲିକି, ସବ୍ୟସାଚୀ ମହାପାତ୍ରଙ୍କ ସାନ ଭାଇ, ସିଏ ଗୋଟେ ବଡ ଡାକ୍ତରଖାନା କରିଛି, ସେ ଟାଇମ ପାଇଲେନି, ଆସିପାରିଲାନି। ଆଉ ଗୋଟେ ସାଙ୍ଗ, ସିଏ ବି ଆସିପାରିଲାନି, ଜାଣିପାରିଲାନି, କମ୍ୟୁନିକେସନ ପାଇଲେନି। ବାକି ଆମେ 9-10 ଜଣ ସାଙ୍ଗ ଏକାଠି ହେଇଛେ। ଆଉ ଯୋଉ ମଜା ମସ୍ତି ଆମେ କରୁଛେ, ସେଇ ଯୋଉ ଆମ୍ରପଲ୍ଲୀରେ ଇଏ ହେଲା ରଘୁନାଥ ଆଚାର୍ଯ୍ୟ ମାନେ 83 ବ୍ୟାଚର। ସିଏ ଏଠି ପୁରା ଲିଡ୍ କରୁଛି, ଏଇ ଯୋଉ ଆରେଞ୍ଜମେଣ୍ଟଟା ସେ କରୁଛି। ଲିଡ୍ ମୁଁ କରୁଛି, କିନ୍ତୁ ସମସ୍ତଙ୍କର ସହଯୋଗ ଅଛି। ଗୋଟେ ଇଚ୍ଛା ହେଲା, ଆପଣ ଚିନ୍ତା କରନ୍ତୁ 83ରୁ 2026 ଆମେ ବିଭିନ୍ନ ସମୟରେ କେହି କେମିତି କେତେବେଳେ କୋଉଠି ଦେଖା ହେଇଯାଇଛୁ, କିନ୍ତୁ ଏମିତି ଯୋଉ ଏକାଠି ହବା, ଗୋଟେ ଏନ୍ଜୟ କରିବା, ଗୋଟେ ଦିନର ଅଧା ସମୟ ଆମକୁ ସିନା ସୁଯୋଗ ମିଳିନଥିଲା। ୟା ଭିତରେ ମଧ୍ୟ ଆମର ଜଣେ ବନ୍ଧୁ ସୁମନ୍ତ ଦେ, ସିଏ ପରଲୋକ ଗମନ କଲେଣି। ଆଉ ଜଣେ ବନ୍ଧୁ କୈଳାସ ସାହୁ, ସେତେବେଳେ ସେ ବହୁତ ବୟସ୍କ ଥିଲେ, ଏମିତିକି ବିଜୟ ସାହୁଙ୍କଠୁ ବଡ଼ ଥିଲେ। ସେ କୋଉଠି ଅଛନ୍ତି, କଣ ଅଛନ୍ତି, ଆମେ ତାଙ୍କର କିଛି ପାଇନାହିଁ, କିନ୍ତୁ ଭବିଷ୍ୟତରେ ଆମେ ଚେଷ୍ଟା କରୁ ତାଙ୍କୁ ସନ୍ଧାନ ନେବା ପାଇଁ। ଗୋଟେ ଇଚ୍ଛା ହେଲା ଏକାଠି ହବା, ସବୁ କଥା ହେଲୁ, ସାଙ୍ଗ ହେଲୁ, ସମସ୍ତେ ସହମତି ପ୍ରକାଶ କରି ତା ଭିତରେ ଯୋଡି ହେଇଗଲେ ଆମର ବେଟର ହାଫ୍ ମାନେ ଯୋଡି ହେଇଗଲେ। ସେମାନେ ବି କହିଲେ ତମେ ଯଦି ଏକାଠି ହବ ଦିନ ପରେ ଆମେ କାହିଁ ଯିବୁ, ସେମାନେ ବି ବାହାରିଲେ। ତ ଖୁସି ହେଲା, ଆଜି ଦିନ ଯାକ ପୁରା ମସ୍ତି ହେଲା, ଭାରି ଖୁସି ଲାଗିଲା। ସମସ୍ତେ ଆସିଲେ, ଏକାଠି ହେଲୁ, ଖାଇଲୁ, ବସିଲୁ, ମଜା କଲୁ। ନିଜ ଭିତରେ ଆମର ଇଣ୍ଟରାକ୍ସନ ହେଲା, କିଏ କୋଉଠି ବର୍ତ୍ତମାନ କେମିତି ଅଛନ୍ତି। ଅବଶ୍ୟ ମୁଁ ସମସ୍ତଙ୍କ ସହିତ କଣ୍ଟାକ୍ଟରେ ଥିଲି, କିନ୍ତୁ ଆମର କିଛି ପିଲା କଣ୍ଟାକ୍ଟରେ ନଥିଲେ, ବହୁତ ପିଲାଙ୍କ ସାଙ୍ଗେ। ଆଜି ସମସ୍ତେ ଏକାଠି ହେଲୁ, ବହୁତ ଭଲ ଲାଗିଲା। କିନ୍ତୁ ପ୍ରେମଚାନ୍ଦ ଆଇଲୁ ନାହିଁ, ଭଲ ଲାଗିଲା ନାହିଁ। ତୋ କଥା ତୁ ରଖିବୁ, ଯଦି ଆକୁ ଦେଖୁଥିବୁ, ନିଶ୍ଚିତ ଆଗାମୀ ଦିନେ ତୋ ଦାୟିତ୍ୱ, ତୁ ଆମକୁ ଏକାଠି କରିବୁ। ଆଉ ଅଶୋକ, ଆମେ ଏକାଠି ଯାଇଥିଲୁ, ମନେ ଅଛି? ଆଜି ଗୋଟେ କଥା ମନେ ପକେଇଲା, ମରିଗଲେଣି ପ୍ରଫୁଲ୍ଲ ମହାନ୍ତି, ମରିଗଲେଣି, ପ୍ରସନ୍ନ ଭାଇ ମରିଗଲେଣି। ସବୁ ଆମକୁ ପଠେଇଥିଲେ ଉତ୍କଳ ସଙ୍ଗୀତ। ମୁଁ TSP ରହୁଥିଲି, ଜୟ ଭାଇ, ସେଇଠି ଅଶୋକ ସାଙ୍ଗେ ମୋର ଚିହ୍ନା ପରିଚୟ ହେଲା। ଆମେ ଏକାଠି ଚିଠି ଲେଖିଥିଲେ, ଆମେ ନେଇକି ଯାଇଥିଲୁ, କଲେଜ ଆଡମିସନ କରିଥିଲୁ। ଆଜି ଅଶୋକ ତା ଜାଗାରେ, ମୁଁ ମୋ ଜାଗାରେ, କିନ୍ତୁ ସମସ୍ତେ ଏଇ ଲାଇନରେ ଅଛୁ। ଏଇ ଲାଇନ ଛାଡ଼ିଲେ ଟ୍ରେନ୍ ଲାଇନ ନା। କଣ କରୁଛୁ ଅଡିଏନ୍ସ କହିଦେ ଟିକେ। ବର୍ତ୍ତମାନ ମୁଁ ଗୋଟେ ମିକ୍ସଚର ମ୍ୟାନ। ମୁଁ ନାଟକ କରୁଛି, ଡ୍ରାମା କରୁଛି, ଫିଲ୍ମ କରିଥିଲି, ସିରିଏଲ କରିଥିଲି, ବମ୍ବେରେ ରହିକି ଆର୍ଟ ଫିଲ୍ମ ଅବିନାଶ ସାଙ୍ଗେ କାମ କରିଥିଲି। ଆଉ ବର୍ତ୍ତମାନ ମୋର ପ୍ରଫେସନ ହେଉଛି ଜର୍ଣ୍ଣାଲିଜିମ୍। ମୁଁ ନନ୍ଦିଘୋଷ ଟିଭିରେ ଅଛି, ଅନେକ ଟିଭିରେ ସାରିଲା ପରେ ଏବେ ନନ୍ଦିଘୋଷ ଟିଭି। ଆଉ ଯାତ୍ରା ଯାତ୍ରା ବି ଚାଲିଛି, ଯାତ୍ରା ଛାଡ଼ି ଦେଇଥିଲି, ଅପେରା କରୁଛି, ଡ୍ରାମା ଡାଇରେକ୍ସନ ରହିଛି, ଥିଏଟର ବି ମଝେ ମଝେ କରୁଛି। କରିଥିଲି 100 ଏକାଡେମୀ ଡ୍ରାମା କରିଥିଲି, ଥିଏଟର କରିଥିଲି, ପୁଣି କରିବୁ। ଆମେ ଏକାଠି ହେଇକି, ଆମେ ଗୋଟେ ମୁଣ୍ଡରେ ଅଛି 83 ବ୍ୟାଚ୍, ଆମେ ଗୋଟେ ଥିଏଟର କରିବୁ। ଡ୍ରାମା ନୁହଁ, ନାଟକ ନୁହଁ, ଥିଏଟର। ଓକେ, ହଁ ତ। ରଘୁ ନାଁ ଦେଇଛି ନାଟୁଆ 83, ଖୁବ ସୁନ୍ଦର ନାଁ। 1983 ମସିହାର କଥା ମନେ ପଡୁଛି। ଆମେ ଯେତେବେଳେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ପଢୁଥିଲୁ, ବିଜୟ ସାର୍, ଅଜିତ ସାର୍, ଆଜି ସୁମନ୍ତ ଆମ ସାଙ୍ଗରେ ନାହିଁ, ତା କଥା ବି ବହୁତ ମନେ ପଡୁଛି। ସେ ଥିଲେ ଆହୁରି ବଢିଆ ହେଇଥାନ୍ତା। ଦୁଃଖର କଥା, ଆମେ ହରେଇଛୁ ଆମର ବନ୍ଧୁ ସୁମନ୍ତ କୁମାର ଦେ। ଯେଉଁ ସମୟରେ ଓଡ଼ିଆ ସିନେମା ପଇସା ଏକାଠି କରି ମଧ୍ୟ ପ୍ରଡ୍ୟୁସର ମାନେ କରିବା ପାଇଁ ଭୟ କରୁଥିଲେ, ସେ ସମୟରେ ହାତରେ ପଇସା ନଥାଇ କେବଳ ଇଚ୍ଛା ଶକ୍ତିରେ ପ୍ରେରିତ ହୋଇ ବଡ଼ ଭାଉଜ ଏବଂ ହିସାବ କରିବ କାଳିଆ ଭଳି 2ଟି ଓଡ଼ିଆ ସିନେମା ସମ୍ପୂର୍ଣ୍ଣ କରି ସିଏ ସିନେମା ହଲ୍ରେ ଚଲେଇଥିଲା। ସିଏ ଥିଲା ଆମ ନାଟକ ବିଭାଗର ପ୍ରଥମ ପ୍ରଯୋଜକ। ତାଳି ବଜାଯାଏ ନାହିଁ, କେହି ୟାକୁ ଆପଣମାନେ ଜାଣିଥିବ ଲିଟିଲ ମାଷ୍ଟର, କିନ୍ତୁ ପ୍ରକୃତରେ ସେ ଲିଟିଲ ନୁହଁ, ବିଗ ମାଷ୍ଟର। ସେଥିପାଇଁ ସେ ବିଗ ଦେଖାଯାଉଛି, ମୁଁ ଆଜ୍ଞା ଲିଟିଲ ହେଇଯାଇଛି। ହଉ ହେଲା, ମୁଁ ଆପଣଙ୍କୁ ଇଣ୍ଟ୍ରୋଡ୍ୟୁସ କରୁଛି। ଇଏ ହେଲେ ବିନୋଦ ରାଉତ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର 83 ମସିହାର ବ୍ୟାଚ୍, ମୋ ବ୍ୟାଚର। ମୁଁ ସେଥିପାଇଁ ଗର୍ବ କରେ ଏଇ ବିନୋଦକୁ ବି ନେଇ, କାହିଁକି ନା ସିଏ ତା ଫିଲ୍ଡରେ ବହୁତ କିଛି କରିଛି।
ବର୍ତ୍ତମାନ ମୁଁ ତାକୁ ପଚାରିବି ସେ ବର୍ତ୍ତମାନ କେମିତି ଅଛି। ଭଗବାନଙ୍କ ଦୟାରୁ ଆଉ ମୋ ବନ୍ଧୁମାନଙ୍କ ଶୁଭେଚ୍ଛାରୁ ମୁଁ ଏକ ପ୍ରକାର ଭଲରେ ଚାଲିଛି। ଆଉ ଭବିଷ୍ୟତ ତ କେହି ଦେଖିନାହାନ୍ତି, ତଥାପି ଏପର୍ଯ୍ୟନ୍ତ ଠିକଠାକ ଚାଲିଛି ସବୁ। ସେ ଯାତ୍ରା କଣ କରୁଛି ଆପଣ ମାନେ ଜାଣିଥିବେ, କେତେ ଯାତ୍ରା କରୁଛି, କୋଉ ଯାତ୍ରା ହିଟ୍ କୋଉଟା ଫ୍ଲପ୍ କଣ ଆପଣ ମାନେ ସେ କହିପାରିବେନି। କିନ୍ତୁ ସେତେବେଳେ ସିଏ ଆଜ୍ଞା ଆପଣ ମାନେ ଜାଣିନାହାନ୍ତି, ସିଏ ସିନେମା ଲାଇନରେ କାମ କରୁଥିଲା ରବି କିନାୟକଙ୍କର ଆସିଷ୍ଟାଣ୍ଟ। ମୁଁ ଦିନେ ତାକୁ ଭୀଷଣ ରାଗିଲି, ତ ମନ ଅଛି ନା ନାଇଁ କହ ବିନୋଦ? ହଁ ମନେ ଅଛି। ମୁଁ କହିଲି ସେ କଣ ଭୁଲି ହବ? ଖବରଦାର ତୁ ରବିଦା ତାକୁ ଭଲ ପାଉଛୁ ଠିକ ଅଛି, ମାଡ୍ରାସରେ ସୁଟିଂ କଲାବେଳେ ଆଜ୍ଞା ସେଠି ଓଡିଆ କହିଲା ବାଲା ଲୋକ ମିଳନ୍ତି ନାହିଁ, ଛୋଟ ମୋଟ ରୋଲ ଦରକାର ହବ। ଇଏ ଯେହେତୁ ଆସିଷ୍ଟାଣ୍ଟ ଆ ଛଡା କେହି ନାହାନ୍ତି, ଗୋଟେ ସିନେମା ଆଜ୍ଞା ନା କହିବି 12ଟା କି 13ଟା ରୋଲ କରୁଛି, ଖାଲି ମେକଅପ କଷ୍ଟ୍ୟୁମ ଚେଞ୍ଜ କରି ନେଇଛି। ତାପରେ ମୁଁ ତାକୁ ଭୀଷଣ ବିଗିଲି, ମୁଁ କହିଲି ତୋ ପାଇଁ ସେ ସିନେମା ଯାତ୍ରା ଫାତ୍ରା ନୁହଁ, ସିନେମା ଫିନେମା ନୁହଁ, ଯାତ୍ରା ପଶ ତୁ ଏତେ କାହିଁକି ଧନ୍ଦା କରୁଛୁ। ଆଉ ସେଥିରେ ଆଜ୍ଞା ସିନେମାରେ ସେ ପଇସା ନଥିଲା, ଯାହା ହଉ ଯାତ୍ରା ପାଟିରେ ପଶିଯାଇଛି। ଆଉ ସେଇ ଦିନଠୁ ଆଉ ସେ ସିନେମା ଆଡକୁ ମୁହଁ ଫେରେଇକି ଅନେଇନି। କୋଉ ସିନେମା ଥିଲା ସେଇଟା? ଯାହାକୁ ରଖ ଅନନ୍ତ। ଆଜ୍ଞା ଯାହାକୁ ରଖ ଅନ୍ତରେ ଏ ବିନୋଦ ବାବୁଙ୍କୁ ଦେଖିବେ ସେ କେତେ ରୋଲ କରୁଛି, କଣ କରୁ ଗୋଟେ ମାଡ୍ରାସ କରିଛି ମାଡ୍ରାସରେ, ଗୋଟେ ସୁଇମିଂ ପୁଲ ପାଖରେ ଆଇସ୍କ୍ରିମ ବିକ୍ରି କରୁଛି। ଆଉ ଗୋଟେ ଅପରାଜିତାଙ୍କର କାର ଭିତରେ, ଟାଉନ ଭିତରେ ଗୋଟେ ଚେଜିଂ ସିନ୍ ଥିଲା। ସେଦିନ ମ୍ୟାଡାମଙ୍କର ଦେହ ଅସୁସ୍ଥ ଥିଲା, ତାଙ୍କ ଗେଟଅପ୍ ନେଇ କେସି ପିନ୍ଧି ମୁଁ ବସିଯାଇଥିଲି ଅପରାଜିତା ହେଇକି, ହିରୋଇନ ହେଇକି ବସିଥିଲି। ଆଉ ଗୋଟେ ଗେଟଅପ୍ ହଉଛି ସେଇ ସିନେମାରେ ଗୋଟେ ବାର ଡ୍ୟାନ୍ସରେ ମୁଁ ଗୋଟେ ବାର ବୟ ରୋଲ କରୁଥିଲି। ଆଉ କଣ ରୋଲ ଗୁଡା ମନେ ପଡୁନି, କିନ୍ତୁ ଆଉ ଗୋଟେ ଚିଠି ଦଉ ଡାକ ବାଲା ଗୋଟେ ହେଇଥିଲା, ଚିଠି ଦଉଥିଲା ଆସିକି। ଚିଠି ଦଉଥିଲି, ସେ ଗୋଟେ ପାର୍ଟ ହେଲା ଗୋଟେ ସିନେମାରେ ଅନେକ। ରଜନୀକାନ୍ତ କରିନଥିବେ ଏତେ ପାର୍ଟ ଗୋଟେ ସିନେମାରେ। ଗୋଟେ ସିନେମା ଆଜ୍ଞା, ଅଲଗା ପିକ୍ଚର। ଲୋକଙ୍କୁ ଆପଣ ମାନେ କଣ ଚିହ୍ନିଲେ ନା ନାହିଁ, ଆଙ୍କୁ ଚିହ୍ନିଲେ ନା ନାହିଁ ମୁଁ କହିପାରିବିନି। ଆପଣ ହଉଛି ଅଲଗା ଲୋକ, ଗୋଟେ ଲୋକ ଆଜ୍ଞା। ଆଉ କଣ କରିବେ, ମାଡ୍ରାସ ସୁଟିଂ ହଉଛି, ଓଡିଆ ତ କହିପାରିବେନି ମାଡ୍ରାସ ଲୋକ ଗାଁକୁ, ଛୋଟ ମୋଟ ପଦେ ବିପଦ ଡାଇଲଗ ଆସିଷ୍ଟାଣ୍ଟ ସେତେବେଳେ ବଳି ପଡିଯାନ୍ତି। ସେ ଯାହା ହଉ ତାପରେ ଆଉ ସେ ସିନେମାକୁ ଯାଇନାହାନ୍ତି, ସେ ପୁରା ଛାଡିକି ଯାତ୍ରାରେ ପୁରା ରାଜ କରିକି ଆଜି ଡେଟରେ ଆଜ୍ଞା ସିଏ ଯାହା ବି ହଉ ଭଗବାନଙ୍କ ଦୟାରୁ ସେ ତା ଜାଗାରେ ନାଁ କମେଇଛି। ଅବଶ୍ୟ ମୋର କାମରେ କିଛି ଆସିବନି, କାହିଁକିନା ମୁଁ ଆଜ୍ଞା ଯେହେତୁ କ୍ୟାମେରାମ୍ୟାନ, ସେ ତ ନା ସିରିଏଲ କରିବ, ନା ସିନେମା କରିବ, ନା ବିଜ୍ଞାପନ କରିବ। ମୋର ଆଜ୍ଞା ସିରିଏଲ, ସିନେମା, ବିଜ୍ଞାପନ ଆଉ ଡକୁମେଣ୍ଟାରୀ। ଆଉ ସିଏ କିନ୍ତୁ ତା ଲାଇନରେ ଯୋଉ କେତେବେଳେ ଡାକୁନେଇ, ମତେ ଡାକିବ ଯାତ୍ରା ପାଟିରେ ଯିବି ଦେଖିବି ଯେ କେମିତି ସେମାନେ ସବୁ କଣ କରୁଛନ୍ତି। ଆମେ ପାଠ ଏକା ପଢିଥିଲୁ ନାଟକ ବିଷୟରେ, ସେ ନାଟକଟାକୁ ପରଫେକ୍ଟ ୟୁଟିଲାଇଜ କଲା। ଆଉ ଖୁବ୍ ଶୀଘ୍ର ବନ୍ଧୁ ଅଶୋକକୁ ମୁଁ ନିମନ୍ତ୍ରଣ କରିବି, ସେ ସମୟ ପାଖେଇ ଆସୁଛି। ଆଉ ମାତ୍ର 2 ମାସ ଭିତରେ ମୋ ବନ୍ଧୁକୁ ମୁଁ ନିମନ୍ତ୍ରଣ କରୁଛି ମୋ ଆଖଡା ଶାଳକୁ। ଏବେଠାରୁ ଖେଳ ଖେଳକୁ ଯିବି, ଆଉ ମୁଁ ଦେଖିବି ସେ କେମିତି ତା ଜାଗାରେ ରାଜ କରୁଛି। ଧନ୍ୟବାଦ, ଧନ୍ୟବାଦ। ଇଏ ହେଲେ ଆଜ୍ଞା ସୁକେଶ ପଣ୍ଡା। ୟାକୁ ଆପଣ କେତେବେଳେ ଖୋଜିକି ପାଇବେନି, ଯେତେବେଳେ ପାଇବେ ଲାଇବ୍ରେରୀ ଭିତରେ। କାହିଁକି ନା ସେ ଲାଇବ୍ରେରୀରେ କଣ କରିବ ମୁଁ ଜାଣିନି, ଅବଶ୍ୟ ସେ କଣ କରୁଥିଲା ଜାଣିନି। ସେ ସେଥିପାଇଁକା ଯେତେ ଆମ ଷ୍ଟୁଡେଣ୍ଟ ସବୁ ଅଛନ୍ତି ଉତ୍କଳ ସାହିତ୍ୟ ମହାବିଦ୍ୟାଳୟରେ, ଅଜିତ ସାର୍, ବିଜୟ ସାର୍, ନବୀନ ସାର୍ ପାଠ ପଢଉଥିଲେ, ଆମେ ପାଠ ପଢୁଥିଲୁ। କିନ୍ତୁ ସିଏ କାଳକ୍ରମେ ଆସ୍ତେ ଆସ୍ତେ ସେଇ ଜାଗାଟା ଅଧିକାର କଲା, ଏବଂ ସିଏ ସେଇଠି ହେଇଗଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଅଧ୍ୟାପକ ସୁକେଶ ପଣ୍ଡା। ବର୍ତ୍ତମାନ ସିଏ ତାଙ୍କ ସମୟ କେମିତି କଣ କଟୁଛି, କଣ କରୁଛନ୍ତି, ସେ ଆପଣମାନଙ୍କୁ କହିବେ। ଡେଲିଭରି ବୟ ମାନେ ସବୁ ଅଛନ୍ତି, କମ୍ପାନୀର ଜିନିଷ ଆଣିକିରି ଘରେ ଘରେ ଦଉଛନ୍ତି, ଚାହୁଁଥିବା ଲୋକଙ୍କୁ ପହଞ୍ଚଉଛନ୍ତି। ମୁଁ ଆଜ୍ଞା ସେଇ କାମ କରୁଛି। ବହିରୁ, ଅଭିଜ୍ଞ ଲୋକମାନଙ୍କ ପାଖରୁ ନାଟକ ସମ୍ବନ୍ଧୀୟ ଟିକିନିଖି ଯାହା ଖବର, ଯାହା ସମ୍ବାଦ ସେମାନଙ୍କ ପାଖରୁ ମୁଁ ପାଏ, ଯୋଉ ତଥ୍ୟ ପାଏ, ତାକୁ ଆଗ୍ରହୀ ମାନଙ୍କ ପାଖରେ ନେଇକରି ମୁଁ ବାଢି ଦିଏ। କେତେବେଳେ ସେ ଆଗ୍ରହୀ ମାନଙ୍କ ଭିତରେ ଥାଆନ୍ତି ମୋର ଅଶୋକ ପରି ବନ୍ଧୁମାନେ, କେତେବେଳେ ବଡ ଭାଇମାନେ ପ୍ରଶ୍ନ କରି ପରୀକ୍ଷା କରିବା ପାଇଁ ପ୍ରଶ୍ନ କରିଦିଅନ୍ତି, ତାଙ୍କୁ ବି ମୁଁ ଉତ୍ତର ସଠିକ ଢଙ୍ଗରେ ଦିଏ। ଅଜିତ ସାର୍ ତେଣୁ ମତେ ଶ୍ରଦ୍ଧା ନାମ ଦେଇଥିଲେ ମାଷ୍ଟର। ସମୟ ଗଡ଼ିଲା, ଭଲ ପାଇବା ପାଇଁ ଲୋକ ମନା କରନ୍ତି, ତା ଦିହରେ ପ୍ରାପ୍ତି କମ୍, ଦୁଃଖ ଅଧିକ।
ବହୁତ ଲୋକ ନାଟକକୁ ଭଲ ପାଇକିରି ଚଳିତଳାନ୍ତ ହେଇଛନ୍ତି, ଇତିହାସରୁ ଜାଣିଛୁ। ତାପରେ ବି ନାଟକକୁ ଭଲ ପାଇଛୁ, କାମ କରିଛୁ। ବୋଧ ହୁଏ ଆମର ସେଇ ଅକୁଣ୍ଠ ଭଲ ପାଇବା ପାଇଁ ଭଗବାନ ମୋତେ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ଅଧ୍ୟାପକ ଭାବରେ ଖୁବ୍ ଉତ୍ତର ଜୀବନରେ ନିଯୁକ୍ତି ଦେଲେ। 42 ବର୍ଷରେ ସରକାରୀ ଚାକିରି, ଆପଣ ବିଶ୍ୱାସ କରିପାରିବେନି। ଏବଂ ମୁଁ ଖୁବ୍ ଖୁସି। ଗୋଟେ ଜୀବନ ସଂଘର୍ଷ ଭିତରେ ଆଗେଇଲା ବେଳେ ଘଟଣା ଅଘଟଣା ବହୁତ ଘଟେ। ତା ଭିତରେ ବି ମୁଁ ବହୁତ ଖୁସି ଯେ ମୁଁ ପିଲାମାନଙ୍କ ମନର ଦ୍ୱନ୍ଦ୍ୱକୁ ହଟେଇ ପାରିଛି। ନୂଆ ନୂଆ ତଥ୍ୟ ସେମାନଙ୍କ ମନରେ ପୂରେଇ ଦେଇଛି, ସେମାନଙ୍କୁ ସୁଦୃଢ଼ କରିଛି। ଏବଂ ମୁଁ ଗର୍ବିତ, ମୋର ଅନେକ ଛାତ୍ର ବର୍ତ୍ତମାନ ନାଟ୍ୟ କ୍ଷେତ୍ରରେ ନିଜର ସ୍ଥିତିକୁ ଦୃଢ଼ କରିଛନ୍ତି। ମୁଁ କିନ୍ତୁ ସବୁଠୁ ବେଶୀ ଗର୍ବିତ ଆମର 1983 ବ୍ୟାଚ୍କୁ ନେଇକିରି, ଯେଉଁ ବ୍ୟାଚ୍ରୁ ଅଶୋକ ଭଳି ଖୁବ୍ ଟ୍ୟାଲେଣ୍ଟେଡ୍ କ୍ୟାମେରାମ୍ୟାନ୍ ବାହାରିଲେ, ଯେଉଁ ବ୍ୟାଚ୍ରୁ ମୋ ଭଳି ପାଠ ପଢ଼ି ସେଇଠି ଅଧ୍ୟାପକ ହେବା ଭଳି ଛାତ୍ର ବାହାରିଲା, ବିନୋଦ ଭଳି ତୁଙ୍ଗ ନାଟ୍ୟ ନିର୍ଦ୍ଦେଶକ ଯାତ୍ରାର ସିଏ ବାହାରି ପାରିଲା। ତାକୁ ଛାଡ଼ିଦେଲେ ଆହୁରି ମଧ୍ୟ ଅନେକ ଗୁଣଗ୍ରାହୀ ଛାତ୍ର ସବୁ 83 ବ୍ୟାଚ୍ରୁ ବାହାରିଥିଲେ। ମୁଁ ସେମାନଙ୍କୁ ନେଇ ଖୁବ୍ ଗର୍ବିତ। ଆଜିର ଦିନ ଚିରସ୍ମରଣୀୟ ହଉ। ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ। ସାତ୍ଵିକ ରାଜା ରାଜା ବର୍ତ୍ତମାନ ମୋ ସାଙ୍ଗ ରାଜା। ଆମେ ସାଙ୍ଗ ହେଇ ପାଠ ପଢୁଥିଲୁ 1983 ମସିହାରେ। ଆଉ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଡ୍ରାମା ଡିପାର୍ଟମେଣ୍ଟରେ ଆଉ ସାଙ୍ଗ ହେଇକି ଆମେ ଡ୍ରାମା କରିଛୁ। ଆମେ ଗୋଟେ ବଢିଆ ଭିଡିଓ ଫିଲ୍ମ କରିଥିଲୁ ଯାହା ନାଁ ହଉଛି ଜେଜେ, ଯୋଉଟା କି ବହୁତ ଲୋକ ଆପ୍ରିସିଏଟ କରିଥିଲେ। ମୁଁ ଗୋଟେ ଜୀବନରେ ପ୍ରଡକ୍ସନ କରିଥିଲି, ସିଏ ହେଲା ରାଇଟର ଆଉ ଡାଇରେକ୍ଟର। ତାପଟୁ ସେ ଚାଲିଛି। ମୁଁ ଲେଖା ଲେଖି କରୁଛି ଆଉ ଆକ୍ଟିଂ କରୁଛି ଆଉ ଡାଇରେକ୍ସନ ବି ଦଉଛି। ଥିଏଟର ସିରିଏଲ ସହିତ ମୁଁ ଏବେ ବି ଜଡିତ ଅଛି। ଉପରବାଲାର ଇଚ୍ଛା, ଆମେ ଆଉ କେତେ ଦିନ ବଞ୍ଚିବୁ, କଣ କରିବୁ, ତଥାପି ଆମେ ଆକ୍ଟିଭ ରହିବୁ, ବଞ୍ଚିଥିବା ପର୍ଯ୍ୟନ୍ତ କାମ କରିବୁ, ସେଇ ମନୋବୃତ୍ତି ରଖି ଆମେ ଆଗେଇ ଚାଲିଛୁ, ଆଗେଇବୁ ମଧ୍ୟ। ସାତ୍ଵିକ ରାଜା। ଆଜ୍ଞା। ରାଜା ରାଜା ସବୁ ବର୍ତ୍ତମାନ ମୁଁ ଗାଁରେ ଅଛି, କିନ୍ତୁ ଲାଇଫରେ ଗୁଡ଼ାଏ ଡ୍ରାମା କରିଛି। ତାପରେ ଗାଁ ଗହଳିରେ ପଶିକି ମଧ୍ୟ ଗାଁ ଗହଳିରେ ଡ୍ରାମା କରୁଥିଲି। ତାପରେ ସଂସାର ଭିତରକୁ ପଶିଗଲା ପରେ ଏବେ ଡ୍ରାମାରେ ଟିକେ ଧିମେଇ ଯାଇଛି। ଏମିତି ମଝିରେ ମଝିରେ ଗୋଟେ ଗୋଟେ ଡ୍ରାମା କରୁଛି। ତାପରେ ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମ ବି ଗୋଟେ କରିଥିଲି ଏବେ ଗତ ବର୍ଷ, ମଧୁବାବୁଙ୍କ ଜୟନ୍ତୀ ଉପରେ ମଧୁବାବୁଙ୍କ କ୍ୟାରେକ୍ଟରଟା। ଆଗକୁ ବି ହବାର ଅଛି, ଗୋଟେ ବଡ ଟେଲିଫିଲ୍ମ ହବାର ଅଛି। ଯଦି ହୁଏ ତାହେଲେ ସେଥିରେ ବି କରିବାର ଅଛି। ଏମିତି ଲାଇଫ ଚାଲିଛି। ବର୍ତ୍ତମାନ ଫ୍ୟାମିଲି ଭିତରେ ପଶି ଯାଇଛି ଆଉ। ବର୍ତ୍ତମାନ ଫ୍ୟାମିଲି ଭିତରେ ପଶିଯାଇଛି। ନା ଯିବା ଖାଇବା, ବର୍ତ୍ତମାନ ଫ୍ୟାମିଲି ଭିତରେ ପଶି ଯାଇଛି। ଇଏ ବି ଚାଲିଛି, ମିଶୁଛି, ସବୁ ଚାଲିଛି। ଓକେ 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 ଡନ୍। 83 ମ୍ୟାଚ୍ ର ମୋର ଆଉ ଜଣେ ବନ୍ଧୁ, ସେ ତାଙ୍କ ପରିଚୟ ଦେବେ ଆଉ କଣ କରୁ ସିଏ ବି କହିବେ। ମୁଁ କାଶୀନାଥ ନାୟକ। 1983 ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ଛାତ୍ର ହିସାବରେ ନାମ ଲେଖାଇ ମନରେ ବହୁ ଦୃଢ଼ ଆଶା ନେଇ ନାଟକ ବିଭାଗରେ ପାଠ ପଢ଼ିଲୁ। କିନ୍ତୁ ମନରେ ସ୍ୱପ୍ନ ଥାଇ ଆମ ସମୟରେ 1983 ମସିହାରେ ଅନ୍ଧାର ଭିତରେ ଆମେ ନାଟକ ବିଭାଗକୁ ନେଇ ଗତି କରୁଥିଲୁ। ତଥାପି ଶିକ୍ଷା ଅର୍ଜନ କରି ସଙ୍ଗୀତ ମହାବିଦ୍ୟାଳୟରୁ ବାହାରି ନାଟକ ଜରିଆରେ ପେଟ ପୋଷିବା ପାଇଁ ଚେଷ୍ଟା କଲୁ। କିନ୍ତୁ ପରିବାର ବଢ଼ିଲା। ପରିବାର ବଢ଼ିବା ସାଙ୍ଗରେ ରୋଜଗାର ବଢ଼ିପାରିଲା ନାହିଁ ନାଟକ ଦ୍ୱାରା। ଯେତେବେଳେ ନାଟକ ଦ୍ୱାରା ପରିବାର ପୋଷିବା ପାଇଁ ଅକ୍ଷମ ହେଲୁ, ସେତେବେଳେ ଅଲଗା ବ୍ୟବସାୟ ବାଛିଲୁ। କିନ୍ତୁ ନାଟକ ଆମ ଅନ୍ତର ଭିତରେ କାନ୍ଦୁଛି। ସେଇ କାନ୍ଦିବାଟାକୁ ବନ୍ଦ କରିବା ପାଇଁ ସ୍ୱପ୍ନ ଯେତେବେଳେ ଅଛି, ନାଟକକୁ ବଞ୍ଚେଇ ରଖିବା ପାଇଁ କୋଉଠି ଡ୍ରାମା ଡିରେକ୍ସନ ଦିଅ, କୋଉଠି ପିଲାଙ୍କୁ ନାଟକରେ ନେଇକିରି ନାଟକ କରାଅ, କୋଉଠି ଏକକ ନାଟକ କୋଉଠି ଇଏ କରାଅ,
କୋଉଠି ନାଟକ ମାଧ୍ୟମରେ ଲୋକଙ୍କୁ କିଛି ଭଲ ବାର୍ତ୍ତା ଦିଅ, ଏଇ ସବୁ କରିବାଟା ଏଇଟା ଥିଲା ଗୋଟେ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ସେତେବେଳେ ଆଜ୍ଞା ନାଟକରୁ ରୋଜଗାର ନଥିଲା, ସତ କଥା। କାହିଁକି ନା ସେତେବେଳେ ଆପଣ ଦେଖନ୍ତୁ, ମୁଁ ବି ତାଙ୍କ ସାଙ୍ଗରେ ପଢୁଥିଲି। ମୁଁ ସେତେବେଳେ କ୍ୟାମେରା ନୂଆ ବାହାରିଲା, ସୁଟିଂ କରିବି, କେମିତି କଣ କରିବି ଦେଖେଇବି। ମୋ ସେ ନାଟକ ପାଠଟା ଯେତେବେଳେ ମୋର ୟୁଟିଲାଇଜ ହେଲା, ମୁଁ କିନ୍ତୁ କ୍ୟାମେରାରେ ଗଲି, କିନ୍ତୁ ନାଟକ ପାଠଟା ମୋର କଣ କାମ ଦେଇଛି ସେଟା ମୁଁ ଜାଣିଛି। କାହିଁକି ନା ଯେହେତୁ ମୁଁ ନାଟକର ପ୍ରମ୍ପଟ ସେ କଲି। ସିଏ କିନ୍ତୁ ସେତେବେଳେ ଆଜ୍ଞା ଏତେ ପ୍ରସାର ସିରିଏଲ ଫିରିଏଲ ପ୍ରସାର ନଥିଲା। ନାଟକ ପ୍ରଫେସନାଲ ଶୋ କରି ରୋଜଗାର କରିବା ସୁବିଧା ନଥିଲା। ଆଉ ଯାତ୍ରା ପରିଶ୍ରମ କରିବାକୁ ଏତେ କେହି ରାତି ଅନିଦ୍ରା ହବାକୁ କି ସମସ୍ତେ ଚାହାନ୍ତିନି। ସେଇଟା ବି ସିଏ ଚେଷ୍ଟା କଲେ ନାହିଁ, ଚାହିଁଲେ ବି ନାହିଁ, ତାଙ୍କ ଘର ଲୋକ ଚାହିଁଲେନି। ବର୍ତ୍ତମାନ ଆଜ୍ଞା ବିଜନେସ କରିକି ସିଏ କଣ ହଁ, ବିଜନେସ କରୁଛି, ତଥାପି ନାଟକ ଭିତରେ ଅଛି। କେତେବେଳେ ଦରକାର ହେଲେ କୋଉଠି ଟିକେ ମଞ୍ଚ ନାଟକ କରିବାର ସୁଯୋଗ ମିଳୁଛି। ଯେହେତୁ ମନ ଭିତରେ ନାଟକର ଗୋଟେ ଅଛି ପ୍ରତିଭା, ସେଟାକୁ ତ କଣ୍ଟ୍ରୋଲ କରି ହଉନି। କୋଉଠି କେମିତି ତାକୁ ବଞ୍ଚେଇ ରଖିବା ପାଇଁ ପଡୁଛି। ଚାଲୁ। ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲା ପରେ ପ୍ରାୟ ସମସ୍ତଙ୍କର ପ୍ରିୟ ଥିଲି। ସେଠୁ ଦି ବର୍ଷ ଖଣ୍ଡେ ମୁଁ ସେଠି ଡ୍ରାମା କରିନି। କଟକରେ କ୍ରିକେଟ ଖେଳ ନିଶାରେ ମୁଁ ଠିକ ଗୋଟାଏ କଲେଜ ଛୁଟି ହେଲା ପରେ ମୁଁ କଟକ ପଳେଇ ଆସୁଥିଲି। 2 ବର୍ଷ ପରେ ଅଜିତ ଦାସ ମତେ ଧରିଲେ ଆଉ କହିଲେ, ତୁ ଆଉ କଟକ ଯାଇପାରିବୁନି, ତୁ ଚାଲ ରିହର୍ସାଲରେ ଯୋଗ ଦବୁ। ମତେ ଜବରଦସ୍ତ ଅଟକେଇକି ଗୋଟେ କମଳପୁର ଡାକଘର ବୋଲି ଗୋଟେ ଡ୍ରାମା ହଉଥାଏ, ତା ଦେହରେ ମତେ ପୁରେଇଲେ। ସେଇଦିନଠୁ ମୋର ନାଟକ ନିଶା ନାଗିଲା। ମୁଁ କଟକ ଆସିବା କଥା ହିଁ ଭୁଲିଗଲି। ସେଇ ଭୁବନେଶ୍ୱରରେ ମୋର ଡ୍ରାମା କ୍ୟାରିୟର ଆରମ୍ଭ। ସେଇ ଅଜିତ ଦାସଙ୍କର ନିର୍ଦ୍ଦେଶନାରେ ମୁଁ ବହୁତ ନାଟକ ବି ସେଠି କଲି। ତାପରେ କଲେଜ କମ୍ପ୍ଲିଟ ହେଲା ପରେ ଗୋଟେ ଯାତ୍ରାପାଟିରେ ବି କଟକରେ ନୂଆ ଗୋଟେ ଯାତ୍ରାପାଟି ହେଇଥାଏ, ସେଠି ଅଭିନୟ କଲି। ତା ଦେହରେ 6 ମାସ ଖଣ୍ଡେ କରିଛି। ତାପରେ ସେଠୁ ବି ଛାଡିଦେଲି। ଛାଡିକି ଜୟୀ ଭାଇ ମତେ ନେଇକି ରଖିଥିଲେ ଗୋଟେ ଜାଗାରେ। ବାପା ରିଟାୟାର୍ଡ କଲା ପରେ ପଳେଇ ଆସିଲେ ଘରକୁ, ମୁଁ ରହିଲି କଟକରେ। ସିଏ ସବୁ ଦୁନିଆ ସ୍କ୍ରିପ୍ଟ ସିଏ ଡାକନ୍ତି, ମୁଁ ଲେଖେ ତାଙ୍କ ପାଖରେ। ସିଏ ବି ମତେ କିଛି ପଇସା ପତ୍ର ଦିଅନ୍ତି, ମୁଁ ସେଥିରେ ଚଳେ ଆଉ। ଏଇଭଳିଆ ତାଙ୍କ କତିରେ ରହୁ ରହୁ ହରିଶ ଭାଇ ମତେ କହିଲେ, ତୁ ମୋ ଷ୍ଟୁଡିଓରେ ରହୁନୁ। ସେଠୁ ତାଙ୍କ କତିରେ ତାଙ୍କ ଷ୍ଟୁଡିଓରେ, ବର୍ଷା ଷ୍ଟୁଡିଓରେ ରହିଲି। ମ୍ୟାନେଜର ମତେ କହିଲେ, ତୁ ସବୁ ବୁଝାବୁଝି କରିବୁ, ଇଏ କରିବୁ। ମୁଁ ବୁଝିଲି ସେଠି ଆଉ। ବୁଝିଲା ଭିତରେ ତାଙ୍କର ଯେତେ ସିରିଏଲ ସବୁ ହୁଏ, ମୁଁ ତା ଦେହରେ ଅଭିନୟ କରେ। ଆଉ 12 ବର୍ଷ ସେଠି ରହିଲି। ତାଙ୍କର ଯେତେ କରିଛନ୍ତି ସିରିଏଲ, ତା ଦେହରେ ମୁଁ ଛୋଟ ମୋଟ ରୋଲ କରିଛି। ଆଉ ତାପରେ 12 ବର୍ଷ ପରେ ବାପାଙ୍କ ଦେହ ଖରାପ ହେଲା ପରେ ମୁଁ ପଳେଇ ଆସିଲି ଘରକୁ ଆଉ। ଚାରିଆଡୁ ପ୍ରେସର ମତେ କଲେ, ଘରକୁ ପଳେଇଆ, ବାପାଙ୍କ ଦେହ ଖରାପ, ଇଏ ସିଏ, ପଳେଇ ଆଇଲି ଆଉ। 1983ରେ ଆମେ ପ୍ରଥମେ ସଙ୍ଗୀତ ମହାବିଦ୍ୟାଳୟରେ ସାଙ୍ଗ କହିଲା, ଆମେ ଏକାଠି ହେଲୁ। ତାପରେ ଏମିତି ଏକାଠି ହେଇକି କିଛି ସମୟ ଆମର ଏମିତି ସଙ୍ଗୀତ ମହାବିଦ୍ୟାଳୟରେ ଆପାତତଃ 10 ବର୍ଷ ଖଣ୍ଡେ କଟି ଯାଇଛି ଏକାଠି। ତାପରେ ସବୁ ନିଜ ନିଜ ବାଟ ସବୁ ଅଲଗା ଅଲଗା ବାଛି ନେଲେ। ଇଏ ପଳେଇଲା କ୍ୟାମେରାମ୍ୟାନ କାମ କରିବା ପାଇଁ, ମୁଁ ଏମିତି ଯଦିଓ ଆକ୍ଟିଂ କଲି, କିଛି କିଛି ଆକ୍ଟିଂ କଲି। ତାପରେ ଆସ୍ତେ ଆସ୍ତେ ଯାତ୍ରା ଜଗତ ପାଇଁ ଆଜ ଏ ଡାଇରେକ୍ଟର ପଶି ଆସିଲି। ତାପରେ ଜୀବନରେ କିଛି ଗୋଟେ ପରିବର୍ତ୍ତନ ଆସିଲା, ଘରୋଇ ପରିବର୍ତ୍ତନ, ପାରିବାରିକ ପରିବର୍ତ୍ତନ, ଯୋଉଥିପାଇଁ ମୁଁ ନା ଆଗକୁ ଯାଇପାରିଲି ନା ପଛକୁ ଆସିପାରିଲି। ତଥାପି ମନ ଭିତରେ ଝୋঁକ ଅଛି, ମୁଁ ଦିନେ ନା ଦିନେ ମୋ ଗୋଲରେ ନିଶ୍ଚୟ ପହଞ୍ଚିବି। ଉପେନ୍ଦ୍ର ଦାସ ଯାତ୍ରାରେ ପୁଣି ଛିଡା ହେଇକି ଦେଖେଇବ ଆପଣମାନଙ୍କୁ ତା କରିସ୍ମା। ଓକେ। ଓକେ। ଠିକ୍